ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି 21ଟା ପ୍ରତିଶ୍ରୁତିରୁ 11ଟା ପ୍ରତିଶ୍ରୁତି ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣ ହୋଇଛି ଏବଂ 7ଗୋଟି ଅଗ୍ରସର ହୋଇଛି। ସେଥିମଧ୍ୟରୁ ଆୟୁଷ୍ମାନ ଭାରତ ଯୋଜନା, ସୁଭଦ୍ରା ଯୋଜନା, ମହାଦାୟୀ ଖାଦ୍ୟ ଖର୍ଚ୍ଚ ପାଣ୍ଠି, କୃଷକ ସମୃଦ୍ଧି ଯୋଜନା, ଧାନ ପାଇଁ ଯେଉଁଟାକି ଆଉଟପୁଟ୍ 800 ଟଙ୍କା, କୃଷକ ସମୃଦ୍ଧି ଯୋଜନା 80 ବର୍ଷରୁ ଉର୍ଦ୍ଧ୍ୱ 80% ଥିବା ଲୋକଙ୍କୁ 3500 ଟଙ୍କା, ଶ୍ରୀମନ୍ଦିର 4 ଦୁଆର ଖୋଲା ଏବଂ ରତ୍ନ ଭଣ୍ଡାର ଖୋଲା, ତା ସହିତ ରତ୍ନ ଭଣ୍ଡାର ମରାମତି କାମ, ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ, ଲକ୍ଷପତି ଦିଦି ତିଆରି କରିବା, PM ସୂର୍ଯ୍ୟ ଘର ଯୋଜନା, କେନ୍ଦୁପତ ତୋଳାନୀଙ୍କ ବୋନସ୍, 75,000 କିମି ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ। ତା ସହିତ ଆପଣମାନେ ଜାଣିଥିବେ ଅପରେସନ ସିନ୍ଧୁ ହେଲା ପରେ ଯେଉଁ ଟେରରିଷ୍ଟ ମାନଙ୍କର 9ଗୋଟି ବାସସ୍ଥଳୀ ତାଙ୍କର ଧ୍ୱଂସ ହେଇଛି, ସେ ହେଉଛି ସ୍ୱଦେଶୀ ଜ୍ଞାନ କୌଶଳର ମିସାଇଲ ମାଧ୍ୟମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ନିର୍ଦ୍ଦେଶ କ୍ରମେ ଅଗ୍ରସର ହୋଇଛି ଏବଂ ଡିଜିଟାଲ ମାଧ୍ୟମରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହୋଇଛି। ତତ୍ସଙ୍ଗେ ସଙ୍ଗେ ପୃଥିବୀର ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ 5ମ ସ୍ଥାନରୁ 4ର୍ଥ ସ୍ଥାନକୁ ଅଗ୍ରସର ହୋଇଛି। ଓଡ଼ିଶା ଭିଜନ 2036 ଏବଂ ଭାରତର ଭିଜନ 2047 ମସିହା ବେଳକୁ ପୃଥିବୀର ଅର୍ଥନୈତିକ କ୍ଷେତ୍ରରେ 1 ନମ୍ବର ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଫଳରେ ମୋହନ ମାଝୀଙ୍କ ସରକାର ଏବଂ ଡବଲ ଇଞ୍ଜିନ ସରକାର କ୍ଷେତ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏବଂ ମୋହନ ଚରଣ ମାଝୀଙ୍କର ଯେଉଁ ଗୁରୁ ଦାୟିତ୍ୱ ରହିଛି ପୃଥିବୀକୁ 1 ନମ୍ବର କରିବା ପାଇଁ, ସେ କ୍ଷେତ୍ରରେ ଅହରହ ଚେଷ୍ଟା ଚାଲିଛି ଏବଂ ସବୁ କ୍ଷେତ୍ରରେ ଉନ୍ନତ ହୋଇ ଯାଇଛି। ଟ୍ରେନ୍ ଚାଲିଛି, ସେ ଟ୍ରେନ୍ର ଯେଉଁ ଜିନିଷପତ୍ର ତିଆରି ହେଉଛି ବିଦେଶକୁ ମଧ୍ୟ ରପ୍ତାନି ହେଉଛି, ରପ୍ତାନି କ୍ଷେତ୍ରରେ ମଧ୍ୟ ଆମେ ଯଥେଷ୍ଟ ଆଗରେ ଅଛୁ। ସେଥିପ୍ରତି ଓଡ଼ିଶା ଭିଜନ 2036 ଏବଂ ଭାରତ 2047 ଯାହା ଦେଖିବ ତାହା ଆମେ ଉପଲବ୍ଧି କରିବା ଏବଂ ଆଗକୁ ସେ ପ୍ରକାର ଏଜେଣ୍ଡା ମାଧ୍ୟମରେ ଅଗ୍ରଗତି ହେଉଛି।